ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ପଞ୍ଚମ ଶ୍ରେଣୀ ପରିବେଶ ବହି ଆମ ବିଚିତ୍ର ବିଶ୍ୱର ଏକ ନଦୀର କାହାଣୀ ପଢିବା। ଗୋଟେ ନଦୀ କିପରି ତା ନିଜର କାହାଣୀ କହୁଛି ତାକୁ ଆମେ ପଢିବା। ତ ଏଥିରେ ତୁମେ ଏଇ ନଦୀର କାହାଣୀରେ କଣ ସବୁ ଶିଖିବ ନା ଗୋଦାବରୀ ନଦୀର ଗତିପଥ କହିବ। କେଉଁ କେଉଁ ପଥ ଦେଇ ଗୋଦାବରୀ ନଦୀ ଯାଇଛି ତାହା ତୁମେ କହିବ। ନଦୀର ଉପକାରିତା କହିବ, ନଦୀରୁ ଆମକୁ କଣ କଣ ସବୁ ଉପକାର ମିଳୁଛି ତାହା କହିବ। ତା ସହିତ ଡ୍ୟାମ ର ଉପକାରିତା ଆଉ ଅପକାରିତା କହିବ। ଡ୍ୟାମ ଆମକୁ କଣ ସୁବିଧା କରୁଛି, ଡ୍ୟାମ ହେଲେ କଣ ଅସୁବିଧା ହଉଛି ସେ ସବୁ କହିବ। ଠିକ ଅଛି। ତ ଏବେ ତୁମେ ମାନଙ୍କ ପାଇଁ ଗୋଟେ ପ୍ରହେଳିକା ଅଛି। ଦେଖ, ମୁଁ କିଏ? ପାଦ ନାହିଁ ମୋର ଯାଏ ବହୁ ଦୂର, ଜହ୍ନ ତାରା ତଳେ, କ୍ଷେତ ଜଙ୍ଗଲରେ, ଗଛକୁ ବଞ୍ଚାଇ ତୁମ ତୃଷ୍ଣା ବି ହରଇ, ପର୍ବତରୁ ବାହାରି ସାଗରେ ମିଶଇ। ତାହେଲେ କହିଲ ମୋ ନାଁ କଣ? ଦେଖିବା କିଏ କହିବ? ହଁ, ନଦୀ। ମୋ ନାଁ ହଉଛି ନଦୀ। ତେବେ ମୋର ନାମ ହେଉଛି ଗୋଦାବରୀ। ତାହେଲେ ସେ ନଦୀର ନାମ କଣ? ଗୋଦାବରୀ ନଦୀ। ବୁଝିହେଲା? ମୁଁ ଭାରତର ଦ୍ୱିତୀୟ ଦୀର୍ଘତମ ନଦୀ। ତାହେଲେ ସବୁଠାରୁ ଦୀର୍ଘତମ ନଦୀ କିଏ? ପ୍ରଥମ ଦୀର୍ଘତମ ନଦୀ ସିଏ ହେଲା ଗଙ୍ଗା ନଦୀ। ଗଙ୍ଗା ପରେ ସବୁଠାରୁ ବଡ ନଦୀ ହଉଛି କିଏ? ଗୋଦାବରୀ ନଦୀ, ଯାହାକୁ ଆମେ ଦକ୍ଷିଣ ଭାରତରେ ଦେଖିପାରିବା। ତ ଉତ୍ତର ଭାରତରେ ହେଲା ଗଙ୍ଗା ନଦୀ, ଯିଏ ସବୁଠାରୁ ଭାରତର ବଡ ନଦୀ। ଦ୍ୱିତୀୟରେ ହେଲା ଗୋଦାବରୀ ନଦୀ, ଯିଏ ଦକ୍ଷିଣ ଭାରତରେ ଅଛି ଆଉ ଦକ୍ଷିଣ ଭାରତର ସବୁଠାରୁ ବଡ ନଦୀ ମଧ୍ୟ। ମୋର ଜନ୍ମ ମହାରାଷ୍ଟ୍ର ରାଜ୍ୟର ତ୍ରୟମ୍ବକେଶ୍ୱର ନାମକ ସ୍ଥାନରୁ ହୋଇଛି। ଚିତ୍ରରେ ଦେଖିପାରୁଥିବ ତ୍ରୟମ୍ବକେଶ୍ୱର ପାହାଡରୁ କିପରି ଆମର ଗୋଦାବରୀ ନଦୀର ସୃଷ୍ଟି ହୋଇଛି। ସେଠାରୁ ବାହାରି ମୁଁ ପାଖାପାଖି 1465 କିଲୋମିଟର ଲମ୍ବର ଯାତ୍ରା କରେ। ତାହେଲେ ଶେଷରେ ଯାଇ କୋଉଠି ନା 1465 କିଲୋମିଟର ଯାତ୍ରା କଲା ପରେ ତାହା ଯାଇ ଶେଷରେ ଆମର ବଙ୍ଗୋପସାଗରରେ ମିଶିଥାଏ। ତାହେଲେ ଯାତ୍ରାରେ କେଉଁ କେଉଁ ରାଜ୍ୟରେ ଯାଇ ଦେଖ ନା ପ୍ରଥମେ ଆରମ୍ଭ ହେଲା ମହାରାଷ୍ଟ୍ରରୁ, ଯୋଉଠୁ ତ୍ରୟମ୍ବକେଶ୍ୱର ପାହାଡରୁ ତାହା ଉତ୍ପତ୍ତି ହେଲା। ତାପରେ ଗଲା କୋଉଠିକି ନା ତେଲେଙ୍ଗାନା ରାଜ୍ୟକୁ ଗଲା। ତେଲେଙ୍ଗାନାରୁ ଛତିଶଗଡ, ଛତିଶଗଡରୁ ଆମର ଆନ୍ଧ୍ରପ୍ରଦେଶ ଦେଇ ଶେଷରେ ଯାଇ ତାହା ବଙ୍ଗୋପସାଗରରେ ମିଶି ଯାଇଥାଏ। ଆଉ ତା ଦେହରୁ ଆମର କେତୋଟି ଛୁଆ ନଦୀ ମାନ ବାହାରିଥାନ୍ତି, ଯାହାକୁ ଆମେ କହୁ ଶାଖା ନଦୀ। ଯେମିତି ଇନ୍ଦ୍ରାବତୀ, ତାହା କଣ ନା ଆମର ଓଡିଶା ମଧ୍ୟ ଦେଇ ପ୍ରବାହିତ ହୋଇଛି। ତା ସହିତ ବାଟରେ ଅନେକ ଜଙ୍ଗଲ ଓ ତୀର୍ଥ ସ୍ଥାନ ଦେଇ ଏହା ଗତି କରିଥାଏ। ବୁଝିହେଲା? ପବିତ୍ରତା ଏବଂ ଆକାର ପାଇଁ ମତେ ଦକ୍ଷିଣର ଗଙ୍ଗା ବୋଲି କୁହାଯାଏ। ଯେହେତୁ ଉତ୍ତରରେ ସବୁଠାରୁ ବଡ ନଦୀ ଗଙ୍ଗା ଅଛି, ତ ଦକ୍ଷିଣରେ ଇଏ ସବୁଠୁ ବଡ ନଦୀ, ତେଣୁ ତାକୁ ଆମର ଦକ୍ଷିଣ ଭାରତର ଗଙ୍ଗା ବୋଲି କୁହାଯାଇଥାଏ। ବୁଝିହେଲା? ତେବେ 12 ବର୍ଷରେ ଥରେ ମୋ କୂଳରେ ଗୋଦାବରୀ ପୁଷ୍କରମ ନାମକ ଏକ ବହୁତ ବଡ ମେଳା ହୁଏ। ଯେମିତି ଆମର ପୁଷ୍କରରେ ଆମର କୁମ୍ଭ ମେଳା ହୁଏ, ସେମିତି ଗୋଦାବରୀ ନଦୀ କୂଳରେ ମଧ୍ୟ ଗୋଦାବରୀ ପୁଷ୍କରମ ନାମକ ଏକ ବଡ ମେଳା ସେଠି ହୋଇଥାଏ। ତାହେଲେ ତାର ଏଇ ଜୀବନ ଧାରା ଆଉ ସାଙ୍ଗସାଥିରେ ତା ସାଙ୍ଗେ କିଏ ଥାଆନ୍ତି ସେ ଦେଖିବା। ପ୍ରଥମେ ସିଏ ଏକୁଟିଆ ଯାଏ ନାହିଁ, ବାଟରେ ଅନେକ ଛୋଟ ଛୋଟ ଉପନଦୀ ଆସି ତା ସହିତ ମିଶିଥାନ୍ତି। ତାହେଲେ ଗୋଟେ ନଦୀ ସହିତ ଯେତେବେଳେ ଆଉ ଛୋଟ ଛୋଟ ନଦୀ ଆସି ମିଶିଥାନ୍ତି ତାକୁ ଆମେ କହିବା ସେଗୁଡିକୁ ଉପନଦୀ। ବୁଝିଗଲା? ତ ଗୋଦାବରୀ ନଦୀ ସହ ମଧ୍ୟ ଆମର ବିଭିନ୍ନ ପ୍ରକାରର ଉପନଦୀ ସବୁ ଆସି ମିଶିଥାନ୍ତି। ତା ସହିତ ମୁଁ ପାହାଡ ଉପରୁ ତଳକୁ ଖସି ସମତଳ ଅଞ୍ଚଳରେ ଧୀର ଓ ଶାନ୍ତ ହୋଇ ବହିଯାଏ। ଯେତେବେଳେ ନଦୀଟିଏ
ପାହାଡ ଛାଡି ସମତଳ ଭୂମିକୁ ଆସେ ସେଠି ସିଏ ଧୀରେ ଧୀରେ ପ୍ରବାହିତ ହବାକୁ ଲାଗିଥାଏ। ଠିକ ସେମିତି ଗୋଦାବରୀ ବି କଣ ହୁଏ, ଯେତେବେଳେ ତ୍ରୟମ୍ବକେଶ୍ୱର ପାହାଡ ଛାଡେ, ବ୍ରହ୍ମଗିରି ପାହାଡ ଛାଡି ଦିଏ, ତାପରେ ସମତଳ ଭୂମିରେ ପ୍ରବେଶ କଲା ପରେ ସେ ଧୀରେ 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 କଣ ହୁଏ ନା ଶାନ୍ତ ହୋଇଯାଇଥାଏ। ମୋର ଏହି ଲମ୍ବା ଯାତ୍ରା ଶେଷରେ ସମୁଦ୍ରରେ ଯାଇ ମିଶେ, ମୁଁ ବଙ୍ଗୋପସାଗରରେ ଲୀନ ହୋଇଯାଏ। ଚିତ୍ରରେ ଦେଖିପାରୁଥିବ, ଶେଷରେ ଆସି ସେ କଣ ହେଇଛି ନା ଆମର ବଙ୍ଗୋପସାଗରରେ ମିଶି ଯାଇଛି। ବଙ୍ଗୋପସାଗର କେଉଁ ଦିଗରେ ଅଛି? ପୂର୍ବ ଦିଗରେ। ତାହେଲେ ନଦୀ ଗୁଡିକ ଆମର ଗୋଦାବରୀ ନଦୀ ଆମର ପୂର୍ବ ଦିଗକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି। ଯେଉଁଠି ମୁଁ ସମୁଦ୍ର ସହ ମିଶେ ସେହି ସ୍ଥାନକୁ କୋରିଙ୍ଗା ହେନ୍ତାଳ ବଣ କୁହାଯାଏ। ଏହା ଅନେକ ଜୀବଜନ୍ତୁଙ୍କର ଘର। ତାହେଲେ କୋରିଙ୍ଗା ବନ୍ୟଜନ୍ତୁ ଯୋଉ ରହିଲା ଆମର ହେନ୍ତାଳ ବଣ, ତାହା ନଦୀର ମୁହାଣରେ, ଯୋଉଠି ଗୋଦାବରୀ ନଦୀ ଆଉ ବଙ୍ଗୋପସାଗର ଯାଇ ମିଶିଛନ୍ତି, ସେହି ସ୍ଥାନରେ ସେଟା ଦେଖା ଯାଇଥାଏ। ତାହେଲେ ମୁଁ କିପରି ସାହାଯ୍ୟ କରେ ଦେଖ, ମୁଁ ଗାଁ ଓ ସହର ଲୋକଙ୍କୁ ପିଇବା ପାଇଁ ମିଠା ପାଣି ଯୋଗାଇଥାଏ। ତାହେଲେ ତାର ଯୋଉ ନଦୀର କୂଳ ଅଞ୍ଚଳ ଯୋଉ ଲୋକମାନେ ସବୁ ରହିଲେ ଗାଁ ଆଉ ସହରରେ, ତାଙ୍କୁ ସିଏ ପିଇବା ପାଇଁ ପାଣି ଯୋଗାଇଥାଏ। ତା ସହିତ କୃଷକ ମାନେ ନିଜ ଚାଷ ଜମିରେ ଫସଲ ଫଳାଇବା ପାଇଁ ମଧ୍ୟ ଏହି ଜଳକୁ ବ୍ୟବହାର କରିଥାନ୍ତି। ଚିତ୍ରରେ ଦେଖିପାରୁଥିବ କିପରି କୃଷକ ମାନେ ନଦୀ ଜଳକୁ ନେଇ ତାଙ୍କର ଚାଷ ଜମିରେ ବ୍ୟବହାର କରୁଛନ୍ତି। ତା ସହିତ ନଦୀରୁ ମାଛ ଧରି ମଧ୍ୟ ଅନେକ ଲୋକ ନିଜର ପରିବାର ପୋଷନ୍ତି। ଯୋଉମାନେ କେଉଟ ଥାଆନ୍ତି ସେମାନେ କଣ କରନ୍ତି ନା ନଦୀରୁ ମାଛ ଧରନ୍ତି ଆଉ ନିଜ ପରିବାରର ପ୍ରତିପୋଷଣ କରିଥାନ୍ତି। ତା ସହିତ ଲୋକେ ମୋ ଛାତି ଉପରେ ମଧ୍ୟ ଡଙ୍ଗା ଚଲନ୍ତି ଓ ବୋଟିଂ ର ମଜା ନିଅନ୍ତି। ତ ଯୋଉମାନେ ସଉକ କରିବା ପାଇଁ ଉଦ୍ଦେଶ୍ୟ ଥାନ୍ତି, ସେମାନେ କଣ କରନ୍ତି ନା ଏହି ନଦୀରେ ବୋଟିଂ କରି ଜଳ କ୍ରୀଡାର ମଜା ନେଇଥାନ୍ତି। ବୁଝିହେଲା? ତା ସହିତ ଜଙ୍ଗଲର ପଶୁ ପକ୍ଷୀ ମାନେ ମଧ୍ୟ ମୋ ପାଣି ପିଇଥାନ୍ତି। ଯୋଉ ପଶୁ ପକ୍ଷୀ ମାନେ ଏହି ନଦୀର କୂଳରେ ଜଙ୍ଗଲରେ ରହିଲେ, ସେମାନେ ବି କଣ କରନ୍ତି ନା ଏହି ନଦୀର ପାଣି ପିଇ ବଞ୍ଚିଥାନ୍ତି। ତା ସହିତ ଏହି ନଦୀ ଉପରେ ମଧ୍ୟ ଅନେକ ନଦୀ ବନ୍ଧ ବା ଡ୍ୟାମ ଅଛି। କଣ କଣ ଅଛି ଦେଖିବା? ତ ଡ୍ୟାମ ହଉଛି କଣ ନା ଜଳକୁ ଅଟକାଇ ରଖିବା ପାଇଁ 900ରୁ ଅଧିକ ବନ୍ଧ ବା ଡ୍ୟାମ ନିର୍ମାଣ କରାଯାଇଛି ଗୋଦାବରୀ ନଦୀରେ। ବୁଝିଗଲା? ଏଇ ତମେ ଚିତ୍ର ଦେଖିପାରୁଥିବ କିପରି ଜଳକୁ ଅଟକା ଯାଇଛି ଆଉ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ଜଳକୁ ଛଡା ଯାଉଛି। ତ ୟାକୁ ଆମେ କହିବା କଣ ନା ଡ୍ୟାମ। ତାହେଲେ ଏହି ଡ୍ୟାମ ରୁ କଣ ଆମକୁ ସୁବିଧା ମିଳେ ନା ଏହି ବନ୍ଧରୁ ଆମକୁ ବିଜୁଳି ଶକ୍ତି ମିଳେ। ଆମର ଯୋଉ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟ କରୁଛି, ତାହା ଏଇ ଡ୍ୟାମ ମାନଙ୍କରେ ହିଁ କାର୍ଯ୍ୟ କରିଥାଏ। ଯେଉଁଠାରେ ଜଳ ଶକ୍ତିକୁ ଉପଯୋଗ କରି ଟର୍ବାଇନ ଘୁରାଇ ଆମର ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ। ତେଣୁ ଅଦିନିଆ ଚାଷ ପାଇଁ ମଧ୍ୟ ପାଣି ସଞ୍ଚୟ ହୋଇ ରହିଥାଏ। ଯୋଉ ପାଣି ସଞ୍ଚୟ ରହିଲା ଡ୍ୟାମ ରେ, ତାକୁ ସେମାନେ କଣ କରନ୍ତି, ଯୋଉ ଅଦିନିଆ ଚାଷ କରେ, ଯେତେବେଳେ ବର୍ଷା ନ ହଉଥିବ ସେ ସମୟରେ ଆମେ କିପରି ଚାଷ କରିବା? ତ ଏଇ ଯୋଉ ଡ୍ୟାମ ରେ ଯୋଉ ସଞ୍ଚିତ ଜଳକୁ ନେଇ ଆମେ ସେଠି ଚାଷ କାର୍ଯ୍ୟ କରିବା। ତା ସହିତ ଏହି ବନ୍ଧ ଯୋଗୁ ମଧ୍ୟ ଆମର କିଛି ଅସୁବିଧା ମଧ୍ୟ ହେଇଥାଏ। କଣ କଣ ଅସୁବିଧା ହୁଏ ଦେଖିବା ଆସ। ପ୍ରଥମେ ହେଲା ନଦୀର ଗତିପଥ ବଦଳିଯାଏ। କାରଣ ଯେହେତୁ ଜଳ ଭଣ୍ଡାର କରାଯିବ, ଅଧିକ ମାତ୍ରାରେ ଜଳକୁ ସଂରକ୍ଷିତ କରି ସେଠି ରଖାଯିବ, ତେଣୁ ନଦୀର ଯୋଉ ଗତିପଥ ଥାଏ ସେଥିରେ କଣ ହେଇଯାଏ ନା ସାମାନ୍ୟ ପରିବର୍ତ୍ତନ ଆସିଯାଏ। ବହୁତ ବଡ ବଡ ଜଙ୍ଗଲ ଓ ଗାଁର ପାଣିରେ ବୁଡିଯାଏ। ତ ଯୋଉ ନଦୀ ବନ୍ଧ ଆମ ରହିଲା, ଡ୍ୟାମ ରହିଲା, ତାର ଯୋଉ ପଟେ ଜଳ ସଞ୍ଚିତ ହୋଇ ରୁହେ, ସେଇପଟେ ଯୋଉ ବଡ ବଡ ଜଙ୍ଗଲ ଥିବ, କିଛି ଗାଁ ଥିବ, ସେ ସବୁ ମଧ୍ୟ କଣ ହୁଏ ନା ପାଣିରେ ବୁଡିଯାଏ। କାରଣ ଜଳ ଯେହେତୁ ଅଧିକ ମାତ୍ରାରେ ସଞ୍ଚୟ କରି ରଖାଯାଏ, ସେ ସବୁକୁ ଆମ ପାଣି ମାଡିଯାଏ ଓ ସେ ସବୁ ନଷ୍ଟ ହେଇଯାଏ, ଯାହା ଫଳରେ ଅନେକ ମଣିଷ ଓ ଜୀବଜନ୍ତୁ ନିଜର ଘର ହରାଇ ଥାନ୍ତି। ତେବେ ଆସ ଆମେ ଏଇ ବିଷୟ ଆଧାରିତ କେତୋଟି ପ୍ରଶ୍ନର ଉତ୍ତର ଦେବା। ତାହେଲେ ଭାରତର ଦ୍ୱିତୀୟ ଦୀର୍ଘତମ ନଦୀର ନାମ କଣ? କିଏ କହିବ? ଗୋଦାବରୀ। ଭେରି ଗୁଡ। ଗୋଦାବରୀ ନଦୀ କେଉଁ ରାଜ୍ୟରୁ ବାହାରିଛି?
ମହାରାଷ୍ଟ୍ର ରାଜ୍ୟର କୋଉଠି ମନେ ପକେଇଲେ ଜାଗା ନାଁଟା? ତ୍ରୟମ୍ବକେଶ୍ୱରରୁ ନାଇଁ? ହଁ। ଶେଷରେ ଗୋଦାବରୀ ନଦୀ କେଉଁଠାରେ ମିଶିଛି? ବଙ୍ଗୋପସାଗର। ଭେରି ଗୁଡ। ଗୋଦାବରୀ ନଦୀ ଯେଉଁଠାରେ ସମୁଦ୍ର ସହ ମିଶିଛି ସେହି ସ୍ଥାନକୁ କି ବଣ କୁହାଯାଏ? ମନେ ପକେଇଲା ଟିକେ ଦେଖିବା। ମନେ ପଡୁନି? ତାକୁ କୁହାଯାଏ କୋରିଙ୍ଗା ହେନ୍ତାଳ ବଣ। ମନେ ପାଇଲା? ହଁ। ତେବେ ଆସ କେତେଟା ଶୂନ୍ୟ ସ୍ଥାନ ଆମେ ପୂରଣ କରିବା। ଗୋଦାବରୀ ନଦୀ ପାଖାପାଖି ଡ୍ୟାଶ କିଲୋମିଟର ଲମ୍ବର ଯାତ୍ରା କରେ। କେତେ? 1465 କିଲୋମିଟର। ପବିତ୍ରତା ଓ ଆକାର ପାଇଁ ଗୋଦାବରୀ ନଦୀକୁ ଡ୍ୟାଶ କୁହାଯାଏ? ଦକ୍ଷିଣ ଗଙ୍ଗା ବା ଦକ୍ଷିଣ ଭାରତର ଗଙ୍ଗା ନା ନାଇଁ? 12 ବର୍ଷରେ ଥରେ ଗୋଦାବରୀ କୂଳରେ ଡ୍ୟାଶ ନାମକ ଏକ ବହୁତ ବଡ ମେଳା ହୁଏ। ଦେଖିବା। ହଁ, ଗୋଦାବରୀ ପୁଷ୍କରମ ନାଇଁ? 12 ବର୍ଷ ଥରେ ହୋଇଥାଏ। ତ ଦେଖ ଗୋଟେ ସ୍ତମ୍ଭ ମିଳନ ଆମେ କରିବା। ତାହେଲେ ନଦୀର ଉତ୍ପତ୍ତି ସ୍ଥଳ କଣ ହବ? ତ୍ରୟମ୍ବକେଶ୍ୱର ନାଇଁ? ନଦୀର ମିଳନ ସ୍ଥଳ ବଙ୍ଗୋପସାଗର। ଗୋଦାବରୀର ଅନ୍ୟ ନାମ ଦକ୍ଷିଣ ଗଙ୍ଗା। ହଁ। ଡ୍ୟାମ ବା ନଦୀ ବନ୍ଧରୁ ଡ୍ୟାଶ ମିଳିବ? ବିଜୁଳି ଶକ୍ତି, ଯୋଉଟା ଜଳ ବିଦ୍ୟୁତ ପ୍ରକଳ୍ପ ଆମର କାର୍ଯ୍ୟ କରିଥାଏ। ତେବେ ଆସ ଆଉ କେତୋଟି ପ୍ରଶ୍ନର ଆମେ ଉତ୍ତର ଦେବା। ଗୋଦାବରୀ ନଦୀ କେଉଁ କେଉଁ ରାଜ୍ୟ ଦେଇ ଗତି କରେ? କୁହ। ମହାରାଷ୍ଟ୍ରରୁ ଆରମ୍ଭ ହୋଇ ତେଲେଙ୍ଗାନା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ମଧ୍ୟ ଦେଇ ଗତି କରେ। ନଦୀ ବନ୍ଧ ବା ଡ୍ୟାମ ଯୋଗୁ ଆମର କି କି ଉପକାର ହୁଏ? ଆମକୁ ବିଜୁଳି ଶକ୍ତି ମିଳେ ଓ ଅଦିନିଆ ଚାଷ ପାଇଁ ପାଣି ସଞ୍ଚୟ ହୋଇ ରହିଥାଏ। ନଦୀ ବନ୍ଧ ତିଆରି ହେଲେ କି କି ଅସୁବିଧା ଦେଖାଯାଏ? ନଦୀରେ ବନ୍ଧ ତିଆରି ହେଲେ ନଦୀର ଗତିପଥ ବଦଳିଯାଏ। ଜଙ୍ଗଲ ଓ ଗାଁ ପାଣିରେ ବୁଡିଯିବା ଫଳରେ ଅନେକ ମଣିଷ ଓ ବନ୍ୟଜନ୍ତୁ ନିଜର ଘର ହରାନ୍ତି। ତାହେଲେ ମନ ଏସବୁ ନାଇଁ? ଭେରି ଗୁଡ। ତ ଆଜି ପାଇଁ ଆମର ଆଲୋଚନା ଏଇଠି ରଖିବା। ଆଶା କରୁଛି ତୁମେ ମାନେ କିଛି ନୂଆ ଶିଖିଥିବ। ପୁଣି ଆଗାମୀ ଅଧ୍ୟାୟରେ ଦେଖାହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।